ପିଲାମାନେ ତୁମକୁ ସମସ୍ତେ ଗପ ଶୁଣିତେ ଭଲ ଲାଗେ କି ନାହିଁ? ଆଜି ଗୋଟେ ଆମେ ଗପ ଶୁଣିବା। ଗପ କାଁ ଶୁଣିବା ମାନ ନାହିଁ। ଗପ କାଁ ବାଘ ଆଉ ହାତୀର ଗପ। ବାଘ ହାତୀ କେମିତି ସାଙ୍ଗ ହେଲେ। ତ ବାଘ ହଉଛି କୋଉଠି ରୁହେ? ହାତୀ ବି ଜଙ୍ଗଲରେ ରୁହେ। ତ ବାଘ କାଁ କଲା ଦିନେ ବାଘ ଜଙ୍ଗଲରେ ବୁଲୁଥାଏ। খুব টাইম বুললা সময় কাঁ ହେଲା ବାଘକୁ ଭୋକ ଲାଗିଲା। ବାଘକୁ କାଁ ଲାଗିଲା? ଭୋକ ଲାଗିଲା। ତ ବାଘ ତ ଘାସ ଖାଇବ ନାହିଁ, ମାଂସ ଖାଇବ। ତ ବାଘ କାଁ କଲା ଦେଖିଲା ଯେ ଜଙ୍ଗଲରେ ମୁଁ କେଉଁ ପଶୁକୁ ଖାଇବି। ବାଘ କ'ଣ କଲା ଯେ ମୁଁ କାହାକୁ ଆଜି ଖାଇବି, ମାରି କରି ଖାଇବି। କିଛି ବାଟ ବୁଲିଲା ଦେଖିଲା ଗୋଟେ ହରିଣ ଆସୁଛି। ତ ହରିଣକୁ ଯେତେବେଳେ ଦେଖିଲା ବାଘ କହିଲା ଆଜି ମୁଁ ହରିଣକୁ ଖାଇବି। ତ ସେ କ'ଣ କଲା ବାଘ ଏମିତି ନୁଚି କରି ବସିଲା। କେଇଠି ବସିଲା? ଗୋଟେ ଗଛ ପାଖରେ ଏମିତି ନୁଚି କରି ବସିଲା। ହରିଣ ପାଣି ପିଉଥାଏ। ହରିଣ ପାଣି ପିଇବା ସମୟ ବାଘ କାଁ କଲା ଦୌଡ଼ିକି ହରିଣ ପାଖକୁ ଗଲା। ବାଘ ଦେଖୁଛ ଯେମିତି ଧାଇଁ ଢିଲା କି ନାହିଁ, ହରିଣ ପାଖକୁ ପହଞ୍ଚିଲା। ହରିଣ ଦୌଡ଼ିଗଲା ଏମିତି ଡରିଲା। ତ ଡରିଲା ପରେ ସେ କାଁ କଲେ ବାଘ ମାମୁଁ ମତେ ତୁମେ ଖାଅନି, ମୁଁ ପାଣି ପିଇବାକୁ ଆଇଥିଲି, ମତେ ତୁମେ ଖାଅନି, ଛାଡ଼ି ଦିଅ। ବାଘ କହିଲା ମୁଁ ତ ନାଇଁ ଛାଡ଼ିବି, ମତେ ବି ଭୋକ ଲାଗୁଛି, ମୁଁ ବି ଖାଇବି। ତ ବାଘ କାଁ କଲା ହରିଣକୁ ମାରି ଦେଲା। ମାରି କରି ତାକୁ ଖାଇବାକୁ ଲାଗଲା। ତ ବାଘ ଯେତେବେଳେ ହରିଣକୁ ଖାଇଲା ଯେ ଇଏ ଅଛି ଆମର ହରିଣର ହାଡ଼ ଅଛି କି ନାହିଁ, ମାଂସରେ ହାଡ଼ ଥାଏ। ତ ହରିଣ ଯୋଉ ହାଡ଼ ବାଘରେ ଗଳାରେ ଲାଗିଗଲା। ଆଚ୍ଛା ଆମେ କଣ୍ଟା ଲାଗିଗଲା ଆମକୁ କଷ୍ଟ ଲାଗେ କି ନାହିଁ? ତ ବାଘକୁ ବି ସେମିତି ବହୁତ କଷ୍ଟ ହେଲା ଯେତେବେଳେ ତା ହାଡ଼ଟା ଲାଗିଗଲା। ବାଘ କହିଲା ମୁଁ ଆଜି କେମିତି କ'ଣ ରହିବି, ମୁଁ ବଞ୍ଚିବି କେମିତି, ହାଡ଼ ଲାଗିଗଲା, ମୁଁ ନିଶ୍ୱାସ ନେଇପାରୁନି। ସେ କହିଲା ମୁଁ ଗୋଟେ କାହା ପାଖରୁ ସାହାଯ୍ୟ ମାଗିବି। ଆଚ୍ଛା ବାଘକୁ ତ ସମସ୍ତେ ଡରନ୍ତି, ତାକୁ ସାହାଯ୍ୟ କିଏ ବା କରିବ? ତ ବାଘ କ'ଣ କଲା କିଛି ବାଟ ଗଲା। କିଛି ବାଟ ଗଲା ପରେ ଗୋଟେ ପକ୍ଷୀକି ପଚାରିଲା। ଗୋଟେ ପକ୍ଷୀକି ପଚାରିଲା ଯେ ତୁମେ ମତେ ସାହାଯ୍ୟ କରିବ? ପକ୍ଷୀ କହିଲା ନା, ମୁଁ ଯଦି ତୁମ ପାଖକୁ ଯିବି ତୁମେ ତ ମତେ ଖାଇଦବ, ତୁମେ ମତେ ମାରିଦବ, ମୁଁ ଜାଣିଛି, ମୁଁ ତୁମକୁ ସାହାଯ୍ୟ କରିବି ନାହିଁ। ବାଘ କହିଲା ନାଇଁ ମୁଁ ତୁମକୁ ଖାଇବିନି। ପକ୍ଷୀ କହିଲା ନା, ବାଘ ଉପରେ ମୋର ବିଶ୍ୱାସ ନାହିଁ। ତ ପୁଣି କିଛି ବାଟ ସେଠି ଇଏ ହେଇଗଲା, ନିରାଶ ହେଇଗଲା। ପୁଣି କିଛି ବାଟ ଗଲା। କିଛି ବାଟ ଗଲା ପରେ ଦେଖିଲା ଗୋଟେ ଗୁମ୍ଫାତି ଗୋଟେ ଭାଲୁ ଅଛି। ଭାଲୁକୁ ପଚାରିଲା ଭାଲୁ ଭାଇ ଭାଲୁ ଭାଇ। ଭାଲୁ ଆସିଲା ବାହାରକୁ, କିଏ? ନା ମୁଁ ବାଘ। ନା କ'ଣ ହେଇଛି? ନା ମୋର ହରିଣ ମାଂସ ଖାଉଥିଲି, ମୋ ହାଡ଼ ଲାଗିଗଲା, ମତେ ତୁମେ ସାହାଯ୍ୟ କରିବ? ଭାଲୁ କହିଲା ମୁଁ ତ ଏବେ ଶୋଇଛି, ମୁଁ ସାହାଯ୍ୟ ନାହିଁ କରେ। ତୁ କାହିଁ ଖାଉଥିଲୁ ତାକୁ? ତୁ ଯାହା କରୁଛୁ କର, ମୁଁ ତତେ ସାହାଯ୍ୟ ନାହିଁ କରେ। ତ ବାଘ ପୁଣି ଗଲା ସେଠୁ ଫେରିକି, କ'ଣ କରିବ, କେମିତି ବଞ୍ଚିବ? କିଛି ଦୂର ଗଲା ପରେ ଦେଖିଲା କାଁ ଗୋଟେ ହାତୀ ଅଛି। ହାତୀ କାଁ ଖାଉଛି? ହାତୀ କ'ଣ ଖାଏ? ପତ୍ର ଖାଏ। ପତ୍ର ଖାଏ କି ନାହିଁ? ଗଛ ପତ୍ର ଖାଏ କି ନାହିଁ? ଆମର ଧାନ ଖାଇଯାଉଛି ହାତୀ। ତ ହାତୀ କାଁ କରୁଥିଲା ତା ଶୁଣ୍ଡରେ ସେ ଡାଳକୁ ଭାଙ୍ଗି କରି ଖାଉଥିଲା। ତ ସେଇଠି ବାଘ କହିଲା ଯେ ଦେଖ, ବାଘ କାଁ କହିଲା ଯେ ହାତୀ ଭାଇ ତୁମେ ମତେ ସାହାଯ୍ୟ କରିବ? ହାତୀ କହିଲା ମୁଁ ଏବେ ଖାଉଛି। ନା ହଁ ତୁମକୁ ମୁଁ ସାହାଯ୍ୟ ବି କରିବି, ତୁମେ ମତେ ଯଦି ସାହାଯ୍ୟ କରିବ ମୁଁ ବି ତୁମକୁ ସାହାଯ୍ୟ କରିବି। ହାତୀ କହିଲା କ'ଣ ସାହାଯ୍ୟ ମତେ କରିବୁ? ନା ଦେଖ ତୁମେ ଏଇ ଡାଳ ଖାଉଛ, ଲୋକ ଆସି ତୁମକୁ ପିଟିବେ, ମୁଁ ଏଠି ରହିଲେ ଲୋକ ତୁମକୁ କେହି ପିଟିବେ ନାହିଁ, କେହି ଡାଳ ଭାଙ୍ଗିଲେ କେହି କିଛି କହିବେ ନାହିଁ। ତ ମୁଁ ଏଠି ଜଗିଲେ ତୁମେ ଆରାମସେ ଡାଳ ଖାଇବ। ହାତୀ କହିଲା ହଉ ତାହେଲେ ତୁମକୁ କ'ଣ ସାହାଯ୍ୟ କରିବି? ହାତୀ କାଁ କଲା ଯେ ବାଘକୁ କହିଲା ଠିକ ଅଛି ମୁଁ ତୁମକୁ ସାହାଯ୍ୟ କରିବି। ଯେ ହାତୀ ବାଘର କଣ୍ଟାକୁ ସିଏ ଇଏ କରି ତାର ମାନେ ଇଏ ସାହାଯ୍ୟରେ ସେ ବାହାର କଲା। ବାଘର କଣ୍ଟାକୁ ସିଏ ହାତୀ ବାହାର କଲା। ଯେ ତୁମେ ଏମିତି ଜୋର ସେ ହା କର ଦେନ ସେ କଣ୍ଟାଟା ବାହାରକୁ ଆସିବ। ତ ବାଘ ବି ସେମିତି କଲା, ହା କଲା ଜୋର ସେ। 2-3 ଥର କଲା ପରେ ତାର ଯେଉଁ ହାଡ଼ଟା ଲାଗିଥିଲା ସେ ବାହାରକୁ ବାହାରି ଆସିଲା। ତ ବାହାରି ଆସିଲା ପରେ କାଁ ହେଲା, ବାଘକୁ ଭଲ ଲାଗିଲା, ଦେହ ଭଲ ଲାଗିଲା। ହାତୀ କହିଲା ଦେଖ ମୁଁ ତୁମକୁ ସାହାଯ୍ୟ କଲି, ତୁମ ବିପଦରେ ପଡୁଥିଲ, ତ ବିପଦ ସମୟରେ ଯିଏ ସାହାଯ୍ୟ ଆମକୁ କରେ ସେ ଆମର ବନ୍ଧୁ କି ନାହିଁ? ସେ ଆମର ବନ୍ଧୁ। ବିପଦ ସମୟରେ ଯିଏ ଆମକୁ ସାହାଯ୍ୟ କରିବ ସିଏ ଆମର କ'ଣ? ବନ୍ଧୁ, ଆମର ସାଙ୍ଗ। ତ ହାତୀ ବି ବାଘର ସାଙ୍ଗ ହେଲା। ତ ସାଙ୍ଗ ହେଲା ପରେ ବାଘ ସେଠି ଜଗିକି ରହିଲା। ହାତୀ ତାର ଡାଳ ଭାଙ୍ଗି କରି ଖାଇଲା। ଦୁଇ ସାଙ୍ଗ ଏକା ସାଙ୍ଗରେ ଘରକୁ ଫେରିଲେ। ଭଲ ଲାଗିଲା କି ନାହିଁ ଗପଟା ଆମକୁ? ତ ଆମେ ଏଠୁ କ'ଣ ଜାଣିଲେ
যে ଆମକୁ যে বিপদ সময়ে যে ଆମକୁ সাহায্য করে ଆମ ତାକୁ ଆମର ବନ୍ଧୁ ବୋଲି ଭାବିବା ଉଚିତ। ଯଦି ଆମକୁ କେଉଁଟା ଲେଖିବା ସମୟରେ ଗୋଟେ ଦଟ ଦଉଛି ସେ ଆମର ସାଙ୍ଗ ହଉଛି କି ନାହିଁ? ତ ବିପଦର ଯିଏ ସାହାଯ୍ୟ କରେ ସିଏ ଆମର ବନ୍ଧୁ। ଆଜିର କ୍ଲାସ୍ ଏଇଠି ଆମେ ସାରିଲେ।